ଭାରତର ପ୍ରସିଦ୍ଧ ଗଣିତଜ୍ଞ ଶ୍ରୀନିବାସ ରାମାନୁଜଙ୍କ ଜୟନ୍ତୀ ତଥା ଜିଲ୍ଲା ସ୍ତରୀୟ ଜାତୀୟ ଗଣିତ ଦିବସ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ଧର୍ମଶାଳାଠାରେ ପାଳିତ ହୋଇଯାଇଛି। ପ୍ରଥମେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, କୁଇଜ ଓ ପୋଷ୍ଟର ତିଆରି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ ବକ୍ତୃତାରେ ଦୀପ୍ତିମୟୀ ପ୍ରଧାନ, ମୀନାଲ କୁମ୍ଭାର, ପୂର୍ଣ୍ଣିମା ସାହୁ, କୁଇଜରେ କାହ୍ନା କିଶୋର ମେଣ୍ଡଲି ଓ ପୋଷ୍ଟର ତିଆରିରେ ଓମ୍ ପ୍ରକାଶ ବାରିକ, କାଜଲ ଦାସ ଓ ପ୍ରିୟଙ୍କା ବିଶି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଗଣିତ ଦିବସର ମହତ୍ତ୍ୱ ବିଷୟରେ କହିବା ସହ ବିଦ୍ୟାଳୟରେ କିପରି ଗଣିତ ଶିକ୍ଷାକୁ ଆହୁରି ସମୃଦ୍ଧ କରିବା ପାଇଁ ଆହ୍ୱାନ ଦେଇଥିଲେ ଓ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ରୂପେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆମଗାଁ ବୌଦ୍ଧର ପ୍ରଧାନ ଶିକ୍ଷକ ସୁକଦେବ ପଣ୍ଡା ଯୋଗଦେଇ ରାମାନୁଜଙ୍କ ଗାଣିତିକ ଯାତ୍ରା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ପରଶୁରାମ ମେହେରଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମୁର୍ଶୁଣ୍ଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳିଆ କର୍ମୀ ଓ ସାଧନା କର୍ମୀ ରୂପେ ଖୋଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ଦାସ, ବିଜ୍ଞାନ ଶିକ୍ଷକ ଶ୍ୟାମ ସୁନ୍ଦର ପାତ୍ର, ବଡ଼ବଜାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅମ୍ଜ ବିହାରୀ ଶତପଥୀ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଗଣିତକୁ କିପରି ଆୟତ୍ତ କରିହେବ ସେ କୌଶଳମାନ ଆଲୋଚନା କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ସୁମତି ଆଚାର୍ଯ୍ୟ ସଭା ସଂଯୋଜନା କରିଥିବା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ସତ୍ୟଭାମା ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମକର୍ତ୍ତାମାନେ କଳ୍ପନା ମିଶ୍ର, ଲିଙ୍ଗରାଜ ମେହେର, ଡିଲେଶ୍ୱରୀ ଷାଣ୍ଢ, ପ୍ରମୋଦ କୁମାର ରାଉତ, ଶତ୍ରୁଘ୍ନ କର୍ମୀ, ଭାରତୀ ମିଶ୍ର, ପ୍ରଭାତୀ ପୁରୋହିତ, ଚାରୁ ସଂଘମିତ୍ରା ତ୍ରିପାଠୀ, ତାରା ଚାନ୍ଦ ମେହେର, ଅମିତାଭ ମହାକୁର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ, ତନିଷାନ୍ ଟିଭି।